ଏଆଇ ଆସିବା ଦ୍ୱାରା ଆମର କ'ଣ କ୍ଷତି ହେଉଛି? ଚାକିରି କ'ଣ ପାଇଁ ଯାଉଛି? ଏଆଇ ଆସିବା ଦ୍ୱାରା ଆମର କ'ଣ ଫାଇଦା ବା କ'ଣ ଆମର ନୁକସାନ ହୋଇଥାଏ? ଏବେ ଏଆଇ ଆସିବା ଦ୍ୱାରା ଆମାଜନ, ଲିଙ୍କଟନ୍, ମେଟାରେ ମଧ୍ୟ ବହୁତ କର୍ମଚାରୀଙ୍କ ଚାକିରି ଗଲାଣି। ଚାକିରି କ'ଣ ପାଇଁ ଯାଉଛି? ଏଆଇ ଆସିବା ଦ୍ୱାରା ଆମର କ'ଣ କ୍ଷତି ହେଉଛି? ଏବେ ତ କମ୍ପାନୀ ମାନଙ୍କରେ ଶ୍ରମିକ ମାନଙ୍କ ଛଟେଇ ଚାଲିଛି ବା ଶ୍ରମିକ ମାନଙ୍କ ସଂଖ୍ୟା ଦ୍ରୁତ ଗତିରେ କମିବାକୁ ଲାଗିଛି। ଏହା ହେଉଛି କମ୍ପାନୀର ବହୁତ ବଡ଼ ରଣନୈତିକ ପଦକ୍ଷେପ। କମ୍ପାନୀ ଚାହୁଛି ଏଆଇ ରେ ନିବେଶ କରିବା ବା କୃତ୍ରିମ ବୁଦ୍ଧିମତ୍ତାରେ ନିବେଶ କରିବା ପାଇଁ, ଯେମିତି ଡାଟା ସେଣ୍ଟର, ଆଧୁନିକ ଚିପ୍ସ ରେ କମ୍ପାନୀ ମାନେ ସବୁ ନିବେଶ କରିବାକୁ ଯାଉଛନ୍ତି। ସେଇଥିପାଇଁ କମ୍ପାନୀ ମାନେ ଚାହୁଁଛନ୍ତି ନିଜର କର୍ମଚାରୀଙ୍କ ସଂଖ୍ୟା ଧୀରେ ଧୀରେ କମାଇବା ପାଇଁ ଓ ନିଜର ଆର୍ଥିକ ସହାୟତା ବଢ଼ାଇବା ପାଇଁ। ଏଆଇ ଆସିଲେ କାମ ସହଜ ହୋଇଥାଏ। ଏଆଇ ଆସିଲେ କମ୍ ଖର୍ଚ୍ଚରେ ବେଶୀ ଲାଭ, କାମ ଶୀଘ୍ର ହୋଇଥାଏ। ଏଆଇ ଆସିବା ଦ୍ୱାରା କମ୍ପାନୀ ମାନଙ୍କର ବହୁତ ଲାଭ ହୋଇଥାଏ। ଯାହା ରିପିଟେଡ୍ କାମରେ ଏଆଇ ବ୍ୟବହାର କରାଯାଏ, ଯେ ଦୈନନ୍ଦିନ କାମରେ ବା ବାରମ୍ବାର ଯେ କାମ ହୋଇଥାଏ ତାହା ଏଆଇ ଭଲ ଭାବରେ କରିପାରିଥାଏ। ଏଆଇ ଆସିବା ଦ୍ୱାରା ଆମକୁ ବହୁତ ସାହାଯ୍ୟ ମିଳିଥାଏ। ଯେଉଁ କାମରେ ବେଶୀ ସମୟ ଲାଗିଥାଏ, ଏଆଇ ଆସିବା ଦ୍ୱାରା ସେ କାମ ବହୁତ ଶୀଘ୍ର ହେଇଯାଇଥାଏ। ସେପାଇଁ କମ୍ପାନୀ ମାନଙ୍କରେ ଏଆଇ ସବୁ ଆପଡେଟ୍ କରାଯାଉଛି। ଏଆଇ ଆସିବା ଦ୍ୱାରା କମ୍ପାନୀରେ ବହୁତ ଖର୍ଚ୍ଚ ବଞ୍ଚି ଯାଉଛି। ରିସର୍ଚ୍ଚ କରିବା ପାଇଁ ଯେଉଁ ସବୁ ଖର୍ଚ୍ଚ ହଉଥିଲା ସେ ସବୁ ବଞ୍ଚି ଯାଉଛି। ଏଆଇ ଆସିବା ଦ୍ୱାରା କାମ ପୁରା ସହଜ ହେଇଯାଉଛି। ଯେ କାମ କିଛି ଦିନ ଲାଗୁଥିଲା ସେ ଏଆଇ ଫଟାସ୍କି କହିଯାଉଛି କ'ଣ ଆମର ତ୍ରୁଟି ରହୁଛି କମ୍ପାନୀ। ଏଆଇ ସାଙ୍ଗେ ସାଙ୍ଗେ ପ୍ୟାଟର୍ନକୁ ଚିହ୍ନିକି ସେ ଧରେଇ ପକାଉଛି। ଆମେ କ'ଣ ଶିଖିଲେ ଏଆଇ ସହ ଚାଲିପାରିବା ବା ଏଆଇ ସହ ତାଳ ଦେଇପାରିବା। ମୁଁ ଆପଣଙ୍କୁ କିଛି ବେସିକ୍ ଟିପ୍ସ ଦଉଛି, ଯେମିତିକି ପାଇଥନ୍ ପ୍ରୋଗ୍ରାମିଂ କ'ଣ, ଏହା କରିବା ଦ୍ୱାରା ଆମର କ'ଣ ଫାଇଦା ହେଇଥାଏ। ଦୁଇରେ ହେଉଛି ମେସିନ୍ ଲର୍ଣ୍ଣିଂ। ମେସିନ୍ ଲର୍ଣ୍ଣିଂର ବେସିକ୍ ମୂଳଦୁଆ କ'ଣ, ମେସିନ୍ ଲର୍ଣ୍ଣିଂ କେମିତି କାମ କରିଥାଏ। ତିନି ହେଉଛି ପ୍ରମ୍ପ୍ଟ ଇଞ୍ଜିନିୟରିଂ ବା ଏଆଇକୁ କେମିତି ବ୍ୟବହାର କରିବା, ଏଆଇକୁ ସଠିକ୍ ନିର୍ଦ୍ଦେଶ କିପରି ଦେବା। କୌଣସି କାମ ପାଇଁ ଏଆଇକୁ ସଠିକ୍ ନିର୍ଦ୍ଦେଶ ଦେବା ଯାହାଦ୍ୱାରା ଆମକୁ ସଠିକ୍ ରିଜଲ୍ଟ ମିଳିପାରିବ। କ୍ଲାଉଡ୍ ମାଧ୍ୟମରେ ଏଆଇକୁ କେମିତି ବ୍ୟବହାର କରିପାରିବ। ଏଆଇ ଏଜେଣ୍ଟ ଅର୍କାଷ୍ଟ୍ରେସନ୍ ଭଳି ଆଡଭାନ୍ସ ଟେକ୍ନିକାଲ କୋର୍ସ ସବୁ ଶିଖିବା ଦ୍ୱାରା ଆମର ବହୁତ ଲାଭ ହୋଇଥାଏ। ଆଉ ଲାଷ୍ଟ ହେଉଛି କ୍ଲାଉଡ୍ ବେସ୍ ଏଆଇ ଇନଫ୍ରାଷ୍ଟ୍ରକ୍ଚର MLOps। ଏହା ଜାଣିବା ଅତ୍ୟନ୍ତ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବା ଅତ୍ୟନ୍ତ ଭଲ ହୋଇଥାଏ। ଏହା କୋଡିଂ ଠାରୁ ବଡ଼ ସିଷ୍ଟମ ଡିଜାଇନ କରିବାରେ ସାହାଯ୍ୟ କରିଥାଏ ବା କୋଡିଂ ଠାରୁ ବେଶୀ ଉନ୍ନତିର ସିଷ୍ଟମ ଡିଜାଇନ କରିବାରେ ବହୁତ ସାହାଯ୍ୟ କରିଥାଏ। ଆମେ ଏଆଇ ଆଧାରିତ ବିଷୟ ଗୁଡ଼ିକ ଶିଖିଲେ ଏହା ଆମ କାମରେ ବହୁତ ସହଜ କରିଥାଏ ବା କାମ ବହୁତ ଶୀଘ୍ର କରିଦେଇଥାଏ। କୋଉ ବିଷୟରେ ବେଶୀ ଏଆଇ କାମ କରୁଛି ଆପଣ ତାହା ଶିଖନ୍ତୁ ବା କ'ଣ ଦୁନିଆରେ ଚାଲିଛି ବା କ'ଣ ଭବିଷ୍ୟରେ ଆସିପାରେ ତାହାକୁ ଜାଣନ୍ତୁ, ତାହାକୁ ଶିଖିବାକୁ ଚେଷ୍ଟା କରନ୍ତୁ। ଏଆଇ ଆସିବା ଦ୍ୱାରା ଆମର କ'ଣ ସବୁ ଫାଇଦା ହେଉଛି? ମନେକର ଆମର କିଛି ସ୍କ୍ରିପ୍ଟ ଲେଖିବାର ଅଛି, ଆମେ ଏଆଇ କୁ କହିଦେବା ଆମ ସ୍କ୍ରିପ୍ଟରେ କ'ଣ କ'ଣ ରହିବ, ଏଆଇ ଅଟୋମେଟିକ ସେ ସ୍କ୍ରିପ୍ଟ ଜେନେରେଟ୍ କରିଦେବ କିଛି ସମୟ ଭିତରେ। ଆମେ ତ ସ୍କ୍ରିପ୍ଟ ଲେଖିଲେ ଭାବିଥାନ୍ତେ ଆମର ଏଇଟା ଏଇନା ଭଲ ଥାଏ, ଏଇଟା ଏଇ ଏକ୍ଜାମ୍ପଲ ଦେଇକି ଆମେ ବୁଝେଇବ ଆମକୁ କୋଉଟା ଭଲ ଲାଗିବ ସେଇଟା ଆମେ ସିଲେକ୍ସନ କରିବା। ଏଇ ତା ସଠିକ୍ କି ତିଆରି କରି ଦେଇଦେବ। ଯେମିତି ଆମର କିଛି ଫଟୋ ଏଡିଟିଂ କରିବା, ଆମେ ଏଇକି କହିବା ଆମ ଫଟୋର ଏଇ ଜିନିଷଟା ଦରକାର ବା ୟାକୁ ଲଗାଇବା, ଏ କଲର ଦରକାର। ଆମ ଆମେ ଏଇକୁ କମାଣ୍ଡ ଦେବା ଆମ ଫଟୋରେ ଏଇ ଜିନିଷ ସବୁ ଦରକାର, ଟେକ୍ସଟ ମାଧ୍ୟମରେ ଲେଖିଦେଲେ ଏଇ ତା କିଛି ସମୟ ଭିତରେ ତିଆରି କରିଦେଲା। ଏବେ ତ ଏଆଇ ଆପଣ କମାଣ୍ଡ ଦେବା ମାତ୍ରେ ଆପଣଙ୍କ ଭିଡ଼ିଓ ଜେନେରେଟ୍ କରିଦେଉଛି। ଆପଣ କିଛି ପ୍ରମ୍ପ୍ଟ ଲେଖିଲେ ଆପଣଙ୍କ ଭିଡ଼ିଓ ତିଆରି ହେଇଗଲା। ଏଆଇ ଆସିଛି ଆମର ଉନ୍ନତି କରିବା ପାଇଁ। ଆମେ ଏଆଇକୁ ବୁଝିବା ଏଆଇ କିପରି କାମ କରେ। ଏଆଇକୁ ଠିକ୍ ଭାବରେ ବ୍ୟବହାର କଲେ ଆମର ଜୀବନଶୈଳୀ ମଧ୍ୟ ଉନ୍ନତି ହେଇପାରିବ। ଏଆଇ ନ ଶିଖିଲେ ଆମେ ଆଉ ଚାଲିପାରିବୁନି। ଏଆଇ ତ ସବୁ କିଛି କରିପାରିବନି। ଏଆଇ ଯେତିକି ପୁରୁଣା ଡାଟା ଥିବ ସେତିକି ନେଇକି ସେ ନୂଆ ଡାଟା ତିଆରି କରିବ। ମଣିଷ ବ୍ରେନ୍ ହେଉଛି ଏମିତି ଗୋଟେ ଜିନିଷ ଯେ ପୁରୁଣା ଡାଟା ଛାଡ଼ି ସେ ନୂଆ ଡାଟାକୁ
ପୁଣି ତିଆରି କରିପାରିବ। ମଣିଷ ଯାହା ଚାହିଁବ ତାହା ତିଆରି କରିବ। କିନ୍ତୁ ଏଆଇ ଆପଣ ଏଆଇ ହେଉଛି ଏମିତି ଜିନିଷ, ଏଆଇ କି ଆପଣ ଯାହା ପୁରୁଣା ଡାଟା ଦେଇଥିବେ ତାହାକୁ ବାଛି ଛେଚିକି ସେ ନୂଆ ଡାଟା ତିଆରି କରିବ। କିନ୍ତୁ କିଛି ନୂଆ କିଛି ନୂଆ ତିଆରି କରିପାରିବନି। ଯେ ମଣିଷ ଯେମିତି କ୍ରିଏଟିଭିଟି ଅଛି ଯେ କିଛି ନୂଆ ତିଆରି କରିପାରିବ, କିନ୍ତୁ ଏଆଇ କିଛି ନୂଆ ତିଆରି କରିପାରିବନି। ଯେମିତି ଡାଟା ଦେଇଥିବେ ସେ ଡାଟା ଅନୁସାରେ କିଛି ବାଛି ବୁଝାକି ସେ ନୂଆ ଦେଖେଇବ ଆପଣଙ୍କୁ। ମଣିଷ ମସ୍ତିଷ୍କ ଏମିତି ଗୋଟେ ଜିନିଷ ସବୁ ସେ ନୂଆ ତିଆରି କରିବ କ୍ରିଏଟିଭିଟି, ସେଇଟା ଏଆଇ କେବେ କରିପାରିବନି।